ବାହୁଡ଼ା ରଥଯାତ୍ରା ଦେଖିବା ପାଇଁ ଯାଇଥିଲୁ, ହେଲେ ରଥ ଟଣା ଦେଖିପାରିଲୁ ନାହିଁ। ମୁଁ ଆଉ ମୋ ସାଙ୍ଗ ସହ ବୋଲେରୋ ନେଇ ବାହାରିଥିଲୁ ରଥଯାତ୍ରା ଦେଖିବା ପାଇଁ। ହେଲେ ଗଲାବେଳେ ରାସ୍ତାରେ ଏତେ ଜୋରସେ ବର୍ଷା ହେଲା ଯେ ରାସ୍ତା ବି ଠିକ୍ ସେ ଦେଖାଯାଉନଥିଲା ଆଉ ଗାଡ଼ି ବି ଚଲେଇ ହେଉନଥିଲା। ତ ମୁଁ ରିକ୍ସ ନ ନେଇ ଗାଡ଼ିଟାକୁ ଗୋଟେ ଫଙ୍କା ଜାଗା ଦେଖି ଛିଡ଼ା କରିଦେଇଥିଲି। ଛାଡ଼ିବା ଯାଏ ୱେଟ୍ କରିଥିଲୁ। ଆଉ ଏପଟେ ବର୍ଷା ଛାଡ଼ିବାର ନା ନେଉନି। ଘଣ୍ଟେ ପାଖାପାଖି ବର୍ଷା ପାଟିଲା। ଆଉ ଏପଟେ ମୋ ସାଙ୍ଗଟା କହୁଛି ଆଜି ହେଇଗଲା ରଥଯାତ୍ରା ଦେଖିବାଟା ଏଇ ରାସ୍ତାରେ। ବର୍ଷାଟା ଛାଡ଼ିଲା ପରେ ଆମେ ପହଞ୍ଚିଲା ବେଳକୁ ରଥ ଟଣା ସରିଯାଇଥିଲା। ରଥ ଟଣା ତ ଦେଖି ହେଲାନି, ଆସିଛୁ ଯେହେତୁ ଜଗା ଦର୍ଶନ ହେଲେ କରି ଆସିବା। ତାପରେ ଆମେ ମନ୍ଦିର ପାଖକୁ ପହଞ୍ଚି ଜଗା ଦର୍ଶନ କରିଥିଲୁ। ଏ ବର୍ଷ ତ ରଥ ଟଣା ଦେଖି ହେଲା ନାହିଁ। ଭଗବାନଙ୍କର କୃପା ଯଦି ଲାଗିଥିବ ଆର ବର୍ଷ ନିଶ୍ଚିନ୍ତ ଦେଖିବା। ତାପରେ ଆମେ ସେଠି ମେଳାରେ ଟିକେ ବୁଲାବୁଲି କରିଥିଲୁ। ମେଳା ବୁଲି ବୁଲାକି ଗାଡ଼ି ପାଖକୁ ଆସିଲା ବେଳେ ସେଠି ଗୋଟେ ଗଜବ ସିନ୍ ହେଇଯାଇଥିଲା। ଗାଡ଼ି ପାଖକୁ ପହଞ୍ଚିକି ଗେଟ୍ ଖୋଲି ବସିଛେ, ଗୋଟେ 17 ବର୍ଷର ଝିଅ ଆସି କହୁଛି ଆମ ଗାଡ଼ିଟାକୁ ତୁମେ କୁଟି ଦେଇଛ। ମୁଁ ଶୁଣିକି ସକ୍ ହେଇଗଲି। ତ ଆମେ ତ ଘଣ୍ଟେ ହବ ଗାଡ଼ିଟା ପାର୍କିଂରେ ରଖିକି ମେଳା ବୁଲୁଛେ, ତ ତାଙ୍କ ଗାଡ଼ିଟାକୁ ହିଟ୍ କେମିତି କଲୁ ସେଇଟା ଭାବୁଥିଲି। ଆଉ ସେ ଝିଅଟା ବି ବହୁତ ଜିଦ୍ଦି, ଭାଇ ତମେ ହିଁ କୁଟିଛ ବୋଲି କହୁଛି। ତାପରେ ତାର ଡ୍ରାଇଭର ଆସି ଆମ ସହ ଟିକେ ଆର୍ଗୁମେଣ୍ଟ ହେଇଯାଇଥିଲା। ତାପରେ ଆମେ ତାଙ୍କରକୁ ବୁଝେଇଥିଲୁ ଯେ ଭାଇ ଆମେ ତ ଗାଡ଼ି ଛିଡ଼ା କରିଦେଇକି ଯାଇଥିଲୁ ଅଧଘଣ୍ଟେ ହବ ଜି, ଆଉ ତୁମ ଗାଡ଼ିଟାକୁ ଆମେ କେମିତି କୁଟିଲୁ, ଜଷ୍ଟ ଏବେ ହିଁ ଆସିକି ଆମେ ଗାଡ଼ି ଡୋର ଖୋଲିଛୁ, ସେ ଭଉଣୀ ଜଣେ କହୁଛନ୍ତି ଗାଡ଼ି କୁଟି ଦେଇଛୁ। ଯେ କେମିତି ଆମେ କୁଟିଲୁ, ଗାଡ଼ି ତ ଛିଡ଼ା ହେଇଛି ଆମର, ଯେ କୁଟିଲୁ କେମିତି। ତାପରେ ସେମାନେ ତାଙ୍କର ଭୁଲ ମାଗିଥିଲେ ଟିକେ। ଆଉ ସେଠିକାର ଲୋକ ଗୁଡ଼ା ବି ସେ ଝିଅ ଛୁଆଟା ଯାହା କହିଦେଇଥିଲା ସେଇଟା ହିଁ ମାନି ନେଇଥିଲେ। ଆଉ ହଁ, ମାନିବେନି କେମିତି, ଯେହେତୁ ସେ ଝିଅ ନା। ତ ଦେଖରେ ଭାଇ, ମାନେ ଯୋଉଟା ଠିକ ଠିକ, ଯୋଉଟା ଭୁଲ ଭୁଲ। ତ ସେ ଝିଅ ଛୁଆ ହେଲା ବୋଲି ଯାହା କହିବ ସେଇଟା ହିଁ ନା କଣ। ଏଇ ଝିଅ ଗୁଡ଼ା ମାନଙ୍କ ପାଇଁ ମତେ ଲାଗୁଛି ମୋର ଗାଡ଼ିରେ ଚାରି ସାଇଡରେ କ୍ୟାମେରା ଲଗେଇବାକୁ ପଡିବ, ନହେଲେ ହବନି। ଛିଡ଼ା ହେଇଥିବା ଗାଡ଼ି ବି ଯାଇକି କୁଟି ଦଉଛି ଡ୍ରାଇଭର ନଥାଇକିରି। କଣ କହିବି ଭାଇ। ହଉ ଛାଡ ସେ କଥା। ତାପରେ ଆମକୁ ବି ସେଠୁ ପଳେଇ ଆସିକି ବହୁତ ଜୋର ଭୋକ ଲାଗୁଥିଲା, ତ ଗୋଟେ ହୋଟେଲ ଦେଖି ନାନ୍ ଆଉ ଚିକେନ ଖାଇଥିଲୁ। ତାପରେ ଖାଇ ଖୁଆ ସାରିଲା ପରେ ଟିକେ ଶାନ୍ତି ଲାଗିଲା, ଆଉ ସେ ଝିଅର ଟେନସନଟା ବି ମାଇଣ୍ଡରୁ ହଟିଗଲା। ହଁ, ଆଉ ଗୋଟେ କଥା ସବୁ ଭାଇ ମାନଙ୍କୁ କହୁଛି, ଝିଅ ମାନଙ୍କୁ ଟିକେ ଦେଖିକି ରହିଲି। ଜୟ ଜଗନ୍ନାଥ।